ଆଜି ଆମେ ଗୋଟେ ନିର୍ଦ୍ଦିଷ୍ଟ ବିଷୟକୁ ନେଇ ଆଲୋଚନା କରିବା। ଏଟା ନିରଞ୍ଜନ ନାୟକଙ୍କ ଲେଖା ଉପରେ ଆଧାରିତ। ଏଥିରେ ପୁରୀ ଜଗନ୍ନାଥ ମନ୍ଦିରର ଇତିହାସ ଆଉ ବିଶେଷ କରି ଏହାର ସମ୍ଭାବ୍ୟ ବୌଦ୍ଧ ଉତ୍ପତ୍ତି ବିଷୟରେ କୁହାଯାଇଛି। ହଁ ଆଜ୍ଞା, ଏହି ଲେଖା ଗୋଟେ ଭିନ୍ନ ଦୃଷ୍ଟିକୋଣ ଦିଏ, ମାନେ ଜଗନ୍ନାଥଙ୍କୁ ବୁଦ୍ଧଙ୍କ ସହିତ ଯୋଡ଼ିବାର ଏକ ପ୍ରୟାସ। ଆଉ ଏଥିରେ କନିଂହାମ, ଭୀମ ଭୋଇ, ଏପରିକି ଡକ୍ଟର ଆମ୍ବେଦକରଙ୍କ ଭଳି ଲୋକଙ୍କ ମତ ବି ଅଛି। ହୁଏନସାଂ, ଫାହିୟାନଙ୍କ କଥା ବି ଅଛି। ନିଶ୍ଚୟ। ତେବେ ଆମେ ଚେଷ୍ଟା କରିବା ଏହି ଉତ୍ସରେ ଯାହା ଯୁକ୍ତି ଦିଆଯାଇଛି ସେଗୁଡ଼ିକୁ ଟିକେ ସ୍ପଷ୍ଟ ଭାବେ ବୁଝିବା ପାଇଁ। ହଁ, ତେବେ ଆସନ୍ତୁ ଆରମ୍ଭ କରିବା। ମୂଳ ଯୁକ୍ତି ହେଉଛି, ନାୟକଙ୍କ ମତରେ ଜଗନ୍ନାଥ ମୂଳତଃ ବୁଦ୍ଧ। ଆଜ୍ଞା, ଆଉ ଏହାର ଆଧାର ହେଉଛି ମେଜର ଜେନେରାଲ କନିଂହାମଙ୍କ ରିପୋର୍ଟ। ହଁ, ତାଙ୍କର ସେଇ ଏଏସ୍ଆଇ ରିପୋର୍ଟ ଆଉ ଏନ୍ସିଏଣ୍ଟ ଜିଓଗ୍ରାଫି ବହି କଥା। ଏକଦମ। ଏଥିରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ବୌଦ୍ଧ ତ୍ରିରତ୍ନ ମାନେ ବୁଦ୍ଧ, ଧମ୍ମ, ସଂଘ ସହିତ ତୁଳନା କରାଯାଇଛି। ଆଉ ସାଞ୍ଚି ସ୍ତୂପର ଯେଉଁ ତ୍ରିରତ୍ନ ପ୍ରତୀକ ଅଛି ତା ସହିତ ସାମଞ୍ଜସ୍ୟ କଥା ବି କୁହାଯାଇଛି। ହଁ, ଏହାକୁ ଆହୁରି ମଜବୁତ କରିବାକୁ କିଛି ଐତିହାସିକ ଘଟଣା ବି ଦିଆଯାଇଛି, ଯେମିତିକି ଖ୍ରୀଷ୍ଟପୂର୍ବ 3ୟ ଶତାବ୍ଦୀରେ ଅଶୋକଙ୍କ କଥା। ଆଚ୍ଛା, କ'ଣ ସେଇଟା? କୁହାଯାଏ ସେ ବୁଦ୍ଧଙ୍କ ଦନ୍ତ ଅବଶେଷ ଉପରେ ପୁରୀରେ ଗୋଟେ ସ୍ତୂପ କରିଥିଲେ। ସେଇଠୁ ସ୍ଥାନର ନାଁ ହେଲା ଦନ୍ତପୁରୀ। ଓହୋ, ଦନ୍ତପୁରୀ। ଆଉ ହୁଏନସାଂ? ହଁ, 7ମ ଶତାବ୍ଦୀରେ ହୁଏନସାଂ ଏହି ଦନ୍ତପୁରୀ ବିଷୟରେ ଲେଖିଛନ୍ତି। ଆଚ୍ଛା। ଆଉ 4ର୍ଥ ଶତାବ୍ଦୀରେ ଫାହିୟାନ ମଗଧରେ ଗୋଟେ ରଥଯାତ୍ରା ଦେଖିଥିଲେ। ହଁ। ଉତ୍ସ କହୁଛି ଏଇଟା ବର୍ତ୍ତମାନର ରଥଯାତ୍ରାର ଆଦିରୂପ ହୋଇପାରେ। ସେଥିରେ ବୁଦ୍ଧଙ୍କ ମୂର୍ତ୍ତି ନିଆଯାଉଥିଲା। ଆଶ୍ଚର୍ଯ୍ୟ କଥା। ଏପରିକି ରଥଯାତ୍ରାର ଆରମ୍ଭକୁ ଅଶୋକଙ୍କ ଧମ୍ମଚକ୍ର ପ୍ରବର୍ତ୍ତନ ସହ ଯୋଡ଼ାଯାଉଛି। ହଁ, ଏମିତି ଦାବି କରାଯାଇଛି ଏହି ଉତ୍ସରେ। କିନ୍ତୁ ତାପରେ କ'ଣ ହେଲା? ମାନେ ଏ ବୌଦ୍ଧ ଚରିତ୍ର କେମିତି ବଦଳିଲା? ସେଇଠି ଆସୁଛି ବ୍ରାହ୍ମଣବାଦୀ ପ୍ରଭାବ କଥା। ଉତ୍ସ କହୁଛି ଦ୍ୱାଦଶ ଶତାବ୍ଦୀ ପରେ ଏହି ପ୍ରଭାବ ବଢ଼ିଲା। ଆଚ୍ଛା, କେମିତି? ବୁଦ୍ଧଙ୍କୁ ବିଷ୍ଣୁଙ୍କ ଅବତାର କିମ୍ବା କୃଷ୍ଣ ଭାବରେ ଦେଖାଗଲା। ପୁନର୍ବ୍ୟାଖ୍ୟା କରାଗଲା। ଆଉ କ'ଣ? ଓହୋ। ଆଉ ଅସ୍ପୃଶ୍ୟତା କଥା ବି କୁହାଯାଇଛି। ମାନେ 9ମ ଶତାବ୍ଦୀରେ ଶଙ୍କରାଚାର୍ଯ୍ୟଙ୍କ ସମୟରୁ ଏହା ଆରମ୍ଭ ହେଲା। ହଁ। ଆଉ ମୂଳ ବୌଦ୍ଧ ସମୁଦାୟକୁ ମନ୍ଦିର ଭିତରକୁ ଯିବାକୁ ଦିଆଗଲାନି ବୋଲି ଉତ୍ସରେ ଦାବି ଅଛି। ବାପ୍ରେ, ଆହୁରି କିଛି ଅଛି କି? ହଁ, ଜଣେ ପର୍ଯ୍ୟଟକ ଥିଲେ ଡକ୍ଟର ବର୍ନିୟର, ମୋଗଲ ସମୟର। ହଁ, ତାଙ୍କ କଥା ଶୁଣିଛି। ତାଙ୍କ ଲେଖାକୁ ନେଇ କୁହାଯାଇଛି ଯେ ସେତେବେଳେ ରଥଯାତ୍ରାରେ ଅଶ୍ଳୀଳ ଗୀତ ଗାଉଥିଲେ, ଏପରିକି ଲୋକଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଉଥିଲେ। ଆଶ୍ଚର୍ଯ୍ୟ ଲାଗୁଛି। ଆଉ ମନ୍ଦିର ବାହାର କାନ୍ଥରେ ସେ ଯେଉଁ ମୂର୍ତ୍ତି ସବୁ ଅଛି, ହଁ, ସେଗୁଡ଼ିକ ମଧ୍ୟ ପରେ ଖୋଦନ କରାଯାଇ ମୂଳ ବୌଦ୍ଧ ସ୍ଥାନକୁ ବଦନାମ କରିବାକୁ ଚେଷ୍ଟା କରାଯାଇଥିଲା ବୋଲି ଉତ୍ସ ଦାବି କରେ। ବୁଝିଲେ। ତେବେ ଏଇ ଯୁକ୍ତିକୁ ଆଉ କିଏ ସମର୍ଥନ କରୁଛନ୍ତି? ଆଉ କିଛି ନାଁ ଅଛି, ଯେମିତି ରାଜା ଇନ୍ଦ୍ରଭୂତି, ଓଡ଼ିଶାର ବୌଦ୍ଧ ରାଜା। ହଁ, ତାଙ୍କର ଜ୍ଞାନସିଦ୍ଧି ଗ୍ରନ୍ଥରେ ଜଗନ୍ନାଥଙ୍କୁ ବୁଦ୍ଧ କୁହାଯାଇଛି। ଆଚ୍ଛା। 15ଶ ଶତାବ୍ଦୀରେ କବି ସାରଳା ଦାସ ବି ଜଗନ୍ନାଥଙ୍କୁ ବୁଦ୍ଧ କହିଛନ୍ତି। ହଁ, ଏକଥା ତ ଶୁଣା ଅଛି। ଆଉ ସବୁଠୁ ବଡ଼ କଥା ହେଲା ଭୀମ ଭୋଇ ଆଉ ମହିମା ଧର୍ମ। ମହିମା ଧର୍ମ? ହଁ, ଏ ଉତ୍ସରେ ମହିମା ଧର୍ମକୁ ବୌଦ୍ଧ ଧର୍ମର ପୁନରୁତ୍ଥାନ ବୋଲି କୁହାଯାଇଛି। ତାଙ୍କ ଉଦ୍ଦେଶ୍ୟ ଥିଲା ପୁରୀକୁ ସେଇ ବ୍ରାହ୍ମଣବାଦୀ ପ୍ରଭାବରୁ ମୁକ୍ତ କରିବା। ଓହୋ, ଆଉ ଭୀମ ଭୋଇ ନିଜେ ଜଗନ୍ନାଥଙ୍କୁ ବୁଦ୍ଧ କହୁଥିଲେ? ହଁ, ସ୍ପଷ୍ଟ ଭାବେ କହିଛନ୍ତି। ଆଉ ଜଣେ ଗବେଷକ ଏନ୍ ବସୁ, ସେ ବି ମହିମା ଧର୍ମର ବୌଦ୍ଧ ସମ୍ପର୍କ ଦେଖାଇଛନ୍ତି। ବାଃ, ଏତେ ସବୁ ତଥ୍ୟ! ଆଉ ଡକ୍ଟର ଆମ୍ବେଦକରଙ୍କ କଥା? ହଁ, ତାଙ୍କ ମତ ବି ଅଛି। ସେ ବିଶ୍ୱାସ କରୁଥିଲେ ଯେ ଭାରତର ବଡ଼ ବଡ଼ ମନ୍ଦିର, ଯେମିତି ପୁରୀ, ପଣ୍ଢରପୁର, ତିରୁପତି, ଏଗୁଡ଼ି ତ ମୂଳତଃ ବୌଦ୍ଧ କେନ୍ଦ୍ର ଥିଲା। ପରେ ହିନ୍ଦୁ ପରମ୍ପରା ତାକୁ ନିଜର ବରିନେଲା। ବୁଝିଲେ। ଏହା ବ୍ୟତୀତ ଆଉ କିଛି? ଆଉ ଗୋଟେ ଦିଗ ହେଲା କୃଷ୍ଣ ଚରିତ୍ର ଉପରେ କିଛି ସମାଲୋଚନା। କେମିତି? 2 ଜଣ ପାଶ୍ଚାତ୍ୟ ପଣ୍ଡିତ, ମ୍ୟାଡେଲିନ୍ ବିରାଡିଉ ଆଉ ଆଲ୍ଫ ହିଲ୍ଡବିଟେଲ, ତାଙ୍କ ମତକୁ ଉଦ୍ଧାର କରି କୁହାଯାଇଛି ଯେ କୃଷ୍ଣଙ୍କ ଚରିତ୍ର ବ୍ରାହ୍ମଣବାଦୀ ଚିନ୍ତାରୁ ଆସିଛି ଆଉ ଏହା ବୁଦ୍ଧଙ୍କ ଶତ୍ରୁ ମାରା ସହିତ ତୁଳନୀୟ। ମାରା, ଯେ ବୁଦ୍ଧଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲା? ହଁ, ସେଇ ମାରା। ଏମିତି ଏକ ତୁଳନା କରାଯାଇଛି। ଶେଷରେ ମନ୍ଦିରର ସେଇ ଚମତ୍କାର କୁହାଯାଉଥିବା କଥାଗୁଡ଼ିକ ବିଷୟରେ ବି ଉତ୍ସ କିଛି କହୁଛି ନା? ହଁ,
ଯେମିତି ପତାକା ଉଲ୍ଟା ଉଡ଼ିବା, ଛାଇ ନ ପଡ଼ିବା, ସମୁଦ୍ର ଶବ୍ଦ ବନ୍ଦ ହୋଇଯିବା। ଆଜ୍ଞା, ସେ ସବୁ ଉତ୍ସ କହୁଛି ଏସବୁ ପଛରେ କିଛି ବୈଜ୍ଞାନିକ କାରଣ ବା ଦୃଷ୍ଟିଭ୍ରମ ଥାଇପାରେ। ଏଗୁଡ଼ିକୁ ଅନ୍ଧବିଶ୍ୱାସ ବୋଲି କୁହାଯାଇଛି। ତେବେ ମୋଟାମୋଟି ଭାବେ ଦେଖିଲେ ନିରଞ୍ଜନ ନାୟକଙ୍କର ଏହି ଉତ୍ସ ଗୋଟେ ନିର୍ଦ୍ଦିଷ୍ଟ କଥା କହୁଛି ଯେ ପୁରୀ ଜଗନ୍ନାଥ ମନ୍ଦିରର ମୂଳ ବୌଦ୍ଧ ଧର୍ମ ସହ ଯୋଡ଼ା, କିନ୍ତୁ ପରେ ତାକୁ ବ୍ରାହ୍ମଣବାଦୀ ବା ବୈଷ୍ଣବ ପରମ୍ପରା ଆବୋରି ନେଇଛି। ଏକଦମ। ଆଉ କନିଙ୍ଗମ, ଭୀମ ଭୋଏ, ଆମ୍ବେଦକରଙ୍କ ଭଳି ଲୋକଙ୍କ ମତ ଏହାକୁ ସମର୍ଥନ କରୁଛି ବୋଲି ଦର୍ଶାଯାଇଛି। ଠିକ୍। ତେବେ ଏହି ଉତ୍ସରେ ଯେଉଁଭଳି ଭାବେ ଇତିହାସର ବ୍ୟାଖ୍ୟା କରାଯାଇଛି ସେଇଟା ଗୋଟେ ବଡ଼ ପ୍ରଶ୍ନ ଛିଡ଼ା କରାଉଛି। କି ପ୍ରଶ୍ନ? ଯେତେବେଳେ କୌଣସି ସାଂସ୍କୃତିକ ବା ଧାର୍ମିକ ପରିଚୟର ଉତ୍ପତ୍ତିକୁ ନେଇ ଏମିତି ଅଲଗା ବା ବିବାଦୀୟ କଥା ସାମ୍ନାକୁ ଆସେ, ତାକୁ ଆମେ କେମିତି ବୁଝିବା? ହଁ, ଏଇଟା ତ ଗଭୀର କଥା। ଆଉ ଏହା ଆମ ବର୍ତ୍ତମାନର ଦୃଷ୍ଟିକୋଣକୁ କେମିତି ପ୍ରଭାବିତ କରିପାରେ? ଏଇଟା ନିଶ୍ଚୟ ଶ୍ରୋତାମାନେ ଟିକେ ଭାବିବାର ବିଷୟ।